ଚିନ୍ତାରୁ ମୁକ୍ତି ପାଇବାର ଉପାୟ ଭାଗ 16। କାଲିର ଚିନ୍ତା ଘାତକ ଅଟେ। ପିଲା କହେ, ମୁଁ ଯୁବକ ହେଲେ ଖୁବ୍ ଖୁସିରେ ରହିବି, ଆନନ୍ଦରେ ଖେଳିବି, ଖାଇବି, ମୌଜ ମଜଲିସ୍ କରିବି। ଯୁବକ କହେ, ମୁଁ ପାଠ ପଢ଼ି ବିଦ୍ୱାନ ହୋଇଗଲେ ସଂସାରର ସମସ୍ତ ସୁଖ ଭୋଗ କରିବି। ପାଠପଢ଼ା ସରିବା ପରେ ସେ କହେ, ମୋର ବାହାଘର ସରିଗଲେ ଖୁବ୍ ଆନନ୍ଦ ମିଳିବ ମୋତେ। ଚାକିରି କିମ୍ବା ଉପାର୍ଜନର ପନ୍ଥା ମିଳେ। ବିବାହ ସରିଯାଏ, ତଥାପି ଆନନ୍ଦ ଲାଭର ଲାଳସା ଆହୁରି ଆଗକୁ ଚାଲିଯାଏ। ସେ ପୁଣି କହେ, କିଛି ଟଙ୍କା ପଇସା ସଞ୍ଚୟ କରିନିଏ, ଘର ତିଆରି କରେ, ପିଲାମାନଙ୍କର ଶିକ୍ଷା ଓ ବାହାଘର ଇତ୍ୟାଦି ସରିଯାଉ, ଏସବୁ କାମ ପରେ ସାଂସାରିକ ଆନନ୍ଦ ଉପଭୋଗ କରିବି। ଧୀରେ ଧୀରେ ଭବିଷ୍ୟତର ଲାଳସାରେ ବର୍ତ୍ତମାନର ଜୀବନ ଚିନ୍ତାଗ୍ରସ୍ତ, କଟୁ, ସଂଘର୍ଷ ପରିପୂର୍ଣ୍ଣ ହୋଇଯାଏ। କାଲିର ଚିନ୍ତା ଯୋଗୁଁ ଆଜିର ତ ମରଣ ହୁଏ। ଗୃହସ୍ଥ କହେ, ଚାକିରିରୁ ଅବସର ଗ୍ରହଣ ପରେ ପେନ୍ସନ୍ ମିଳିବ, ସେତେବେଳେ ତ ଆଉ କିଛି ଚିନ୍ତା ରହିବ ନାହିଁ, ତେଣୁ ମୌଜ ମଜଲିସ୍ କରିବି। 60 ବର୍ଷ ବୟସ୍କ ବେଳକୁ ଶିଥିଳ ଶରୀର ଓ ଭଗ୍ନ ଆଶା ଅବସ୍ଥାରେ ପେନ୍ସନ୍ ମିଳେ। ସେତେବେଳେ ଆଳସ୍ୟ ଓ ଶିଥିଳତା ତାହାର ମନ ଏବଂ ଶରୀର ଉପରେ ପ୍ରଭାବ ପକାଇଥାନ୍ତି। ସେ ଆଉ କିଛି କରିପାରେ ନାହିଁ। ସେ ନିଜର କୌଣସି ବହୁମୂଲ୍ୟ ବସ୍ତୁ ହଜାଇ ଦେବା ଭଳି ଅନୁଭବ କରେ। ଅଫେରନ୍ତା କୌଣସି ବହୁମୂଲ୍ୟ ଜିନିଷ ହାତଛଡ଼ା ହୋଇଗଲା ପରି ସେ ଜାଣିପାରେ, ଯାହା ହାତଛଡ଼ା ହୋଇଛି ତାହା ହିଁ ତ ଜୀବନ। କ୍ରମଶଃ ଆଗାମୀ ଭାଗରେ ଆହୁରି ଆଗକୁ। ବିଚାର କ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାର କ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ପେଜ୍ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।